ନାଇଁ ନାଇଁ ଆପଣ ଭୁଲ ଧାରଣା। ଶକ୍ତି ପ୍ରଦର୍ଶନ ପାଇଁ ଆମେ କିଏ ରାଲି କରିନଥିଲୁ କି ଆବଶ୍ୟକତା ନଥିଲା। ଶକ୍ତି ପ୍ରଦର୍ଶନ ବେଳ ଆସୁଛି, ବହୁତ ଡେରି ଅଛି। ଯେତେବେଳେ ଆମର ଶକ୍ତି ପ୍ରଦର୍ଶନ କରିବା କଥା ଆମେ ସେତେବେଳେ କରିବୁ। ଆଜି ଆମର କେବଳ ମୁଖ୍ୟ କାର୍ଯ୍ୟ ଥିଲା ବ୍ଲକ ଅଫିସ୍ ଉଦ୍ଘାଟନ କରିବା। ଇଲେକ୍ସନ୍ ପାଖେଇ ଆସିଲାଣି, ଆମର ଏଠି ବ୍ଲକ ଅଫିସ୍ ନଥିଲା, ସେ ବ୍ଲକ ଅଫିସ୍ ଉଦ୍ଘାଟନ କରିବାକୁ ଆସିଥିଲୁ। ଏବଂ ଏହି ଅବସରରେ ଓଡ଼ିଶାର ଜଣେ ଉଦୀୟମାନ ଯୁବକ ଆମର ବାବୁ ବୁଲୁ ବାବୁ, ସିଏ ତାଙ୍କ ବିଷୟରେ ମୁଁ ବିଶେଷ କିଛି କହିବାକୁ ଜାଣେ। ଭଦ୍ରକ ଜିଲ୍ଲାର ଓଡ଼ିଶାର ସେ ଜଣେ ଭଲ ଯୁବ ସଂଗଠକ, ଭଲ ଯୁବ ନେତା। କଂଗ୍ରେସ ପରିବାରର କୌଣସି ମାନ ଅଭିମାନ ଦୃଷ୍ଟିରୁ ସେ କଂଗ୍ରେସ ଘର ଛାଡ଼ିଥିଲେ। ସେ ଆମ ନିଜ ଘରକୁ ସେ ଫେରି ଆସିଛନ୍ତି। ତାଙ୍କୁ ମଧ୍ୟ ମହନ୍ତ ବ୍ଲକ ତରଫରୁ ସମ୍ବର୍ଦ୍ଧନା ଦେବାର ଉଦ୍ଦେଶ୍ୟ ଥିଲା। ଏହି ହେଲା ଦୁଇଟି ମୁଖ୍ୟ କାର୍ଯ୍ୟ। ତୃତୀୟଟି କହିବା କଥା ନୁହେଁ, ତଥାପି ବାଧ୍ୟ ହୋଇକି କହୁଛି। ବହୁ ଲୋକ ଏଠି ପ୍ରଚାର କଲେ ନିରଞ୍ଜନ ପଟ୍ଟନାୟକ ହସ୍ପିଟାଲରେ ରହିଲେଣି, ଆଉ ଆସିବାର ନାହିଁ। ସେଇଟା ଲୋକଙ୍କୁ ଜଣାଇ ଦେବାକୁ ଚାହିଁଲେ, ନାଇଁ ମୁଁ ବଞ୍ଚିଛି, ମୁଁ ହସ୍ପିଟାଲରୁ ଫେରି ଆଇଲେଣି, ଫେର ଆଉ ଥରେ ଯାଇପାରେ, ମୁଁ କହିପାରୁନି। କିନ୍ତୁ ବର୍ତ୍ତମାନ ପାଇଁ ମୁଁ ବଞ୍ଚିଛି ଭଣ୍ଡାରୀ ପୋଖରୀ ବାସୀଙ୍କର ସେବା କରିବା ପାଇଁ। କ୍ୟାଣ୍ଡିଡେଟ୍ ଅଦଳ ବଦଳ କରାଗଲା, କେତେ ସହଜ ହେବ ଆପଣଙ୍କୁ? ଆଗରୁ ତ ହେଭିୱେଟ୍ ଲଢ଼େଇ ଚାଲିଥିଲା। କ୍ୟାଣ୍ଡିଡେଟ୍ ଅଦଳ ବଦଳ କଲା ପରେ କେତେ ସହଜ ହେବ କଂଗ୍ରେସକୁ ଭଣ୍ଡାରୀ ପୋଖରୀ ହାତେଇବା? ଅଦଳ ବଦଳ କରିଛନ୍ତି ତାଙ୍କର ସ୍ୱାର୍ଥ ପାଇଁ, ଆମ ସ୍ୱାର୍ଥ ପାଇଁ ନୁହଁ। ଅଦଳ ବଦଳ କରିଛନ୍ତି, ଇଏ ସେଠି ବଦନାମ ହେଇଛନ୍ତି, ଇଏ ଏଠି ବଦନାମ ହେଇଛନ୍ତି, ସେଥିପାଇଁ ତାଙ୍କର ଅଦଳ ବଦଳ କରିଥାଇ ପାରନ୍ତି। ମୁଁ କହିପାରିବିନି ତାଙ୍କର ଦଳ କଥା, କିନ୍ତୁ ଆମର ସେଥିରେ କିଛି ଯାଏସ ନାହିଁ। ଆମେ ଲୋକଙ୍କ ସାଙ୍ଗରେ ରହିବା ପାଇଁ ଚେଷ୍ଟା କରିବୁ, ଲୋକଙ୍କ ସାଙ୍ଗରେ ଅଛୁ। ଏବଂ କେବଳ ଗୋଟିଏ ପ୍ରଶ୍ନ ମୋର ବିଜେଡି ବିଜେପି ଉଭୟ ଦଳଙ୍କୁ, ଯେ ଇଏ 15 ବର୍ଷ ଭିତରେ ଭଣ୍ଡାରୀ ପୋଖରୀ ଅଞ୍ଚଳରେ କ'ଣ କରାଯାଇଛି, ଭଦ୍ରକ ଜିଲ୍ଲା ପାଇଁ କ'ଣ କରାଯାଇଛି, ପାଖ ଜିଲ୍ଲାରେ ଯେପରି ଭାବରେ ବିକାଶ କରାଯାଇଛି, ତା'ର 5% ବି ମଧ୍ୟ ଭଦ୍ରକ ଜିଲ୍ଲାରେ ହେଇନି। ତେଣୁ ଭଦ୍ରକ ଜିଲ୍ଲାରେ ଯେଉଁମାନେ ପ୍ରତିନିଧିତ୍ୱ କରୁଥିଲେ, MLA MP ହେଇଥିଲେ, ସିଏ କ'ଣ କୁଣ୍ଡା ଖାଇଛନ୍ତି? ନା ତାଙ୍କର ମୁହଁ କାହିଁକି ବନ୍ଦ? ତାଙ୍କର କ'ଣ ଭଦ୍ରକ ଜିଲ୍ଲାବାସୀଙ୍କ ପ୍ରତି କିଛି ନୈତିକ କର୍ତ୍ତବ୍ୟ ନଥିଲା? ପାଖ ଜିଲ୍ଲା ଲୋକ ହେଇପାରୁଥିଲା, ଅଥଚ ଭଦ୍ରକ ଜିଲ୍ଲାରେ ହେଇପାରୁନଥିଲା। ଇଏ ଭଦ୍ରକ ଜିଲ୍ଲା ପାଇଁ ଗୋଟେ ଅପମାନ। ସେ ଅପମାନର ପ୍ରତିଶୋଧ ନେବା ପାଇଁ ଆମେ ଏକାଠି ବାହାରିଛୁ। ଭଦ୍ରକ ଜିଲ୍ଲାକୁ କେମିତି ସାରା ଓଡ଼ିଶାରେ ତାର ସ୍ଥାନ ନିରୂପଣ କରାଯିବ, ଭଦ୍ରକ ଜିଲ୍ଲାର ବିକାଶ ହେବ। हेलो 10th एग्जामिनीज आपण मैंने एमती एक स्कूल खोजुंट कि जो इंटीग्रेटेड कोचिंग पाइपर तेज TSC गुरुकुल जोग दिंतु जहाँ एकेडमिक लर्निंग पार्टनर फिजिक्स वाला सहित अनुमोदित। कॉल 9438782020।